ଆଜି ପଢିବା ଆମେ ଶବ୍ଦର ରୂପ। ଶବ୍ଦ ଭଣ୍ଡାରର ପରିସର ଅତି ବିଶାଳ। ଗଠନ ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ। ମୌଳିକ ଶବ୍ଦ କାହାକୁ କୁହାଯାଏ? ନା ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟି ହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଣ୍ଣ କାଟିଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପ ପାଏ, ତାହାକୁ ମୌଳିକ ଶବ୍ଦ କହନ୍ତି। ଯଥା ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି। ସେହିପରି ବ୍ୟୁତ୍ପନ୍ନ ଶବ୍ଦ କାହାକୁ କୁହାଯାଏ? ନା ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ବା ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି। ଯଥା ଘର ଯୁକ୍ତ ଉଆ ସମାନ ଘରୁଆ, ତଳ ଯୁକ୍ତ ଉଆ ସମାନ ତଳୁଆ, ପ୍ର ଯୁକ୍ତ ତାପ ସମାନ ପ୍ରତାପ, ପାଣି ଯୁକ୍ତ ଆ ସମାନ ପାଣିଆ, ପାନ ଯୁକ୍ତ ରା ସମାନ ପାନରା। ଆହୁରି ମଧ୍ୟ ମନେ ରଖିବାକୁ ହେବ ଯେ କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। ହସିବା କ୍ରିୟାର ମୂଳ ରୂପ ହେଉଛି ହସ୍। ଏଇଟା ଗୋଟେ ହସ୍, ଗୋଟେ ଧାତୁ। ପୂର୍ବ ବର୍ଣ୍ଣିତ ମୌଳିକ ଶବ୍ଦରୁ ଯଥା କ୍ରିୟାର ମୂଳ ରୂପ ଧାତୁକୁ ପ୍ରକୃତି କୁହାଯାଏ। ତେଣୁ ପ୍ରକୃତି କାହାକୁ କୁହାଯାଏ? ନା ପୂର୍ବ ବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳ ରୂପ ଧାତୁକୁ ପ୍ରକୃତି କୁହାଯାଏ। ତେଣୁ ପ୍ରକୃତି କଣ ହେଲା? ନା କ୍ରିୟାର ମୂଳ ରୂପ ହେଲା ପ୍ରକୃତି। ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ। ଯଥା ଧାତୁ, କ୍ରୁ ଗୋଟେ ଧାତୁ, ତା ସହିତ ଆମେ ଯୋଗ କରିବା ଅନ୍ୟ। କ୍ରୁ ଯୁକ୍ତ ଅନ୍ୟ ସମାନ କରଣୀୟ, ଦୃଶ୍ ଯୁକ୍ତ ଅନ୍ୟ ସମାନ ଦର୍ଶନୀୟ, ଉଡ୍ ଯୁକ୍ତ ଅନ୍ତା ସମାନ ଉଡନ୍ତା, କାଠ ଯୁକ୍ତ ଇ ସମାନ କାଠି ଇତ୍ୟାଦି। କୁଲା ଯୋଗ ଏଇ କଣ ହେଲା? ନା କୁଲେଇ। ଏବେ କଣ ପଢିବା ଆମେ? ଶବ୍ଦ ଗଠନର ଧାରା। ଆବଶ୍ୟକ ଅନୁସାରେ ଅର୍ଥ ପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି। ମୁଖ୍ୟତଃ ଯୋଗ ବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି। ଏହି ଗଠନ ରୀତିର ଧାରାରେ ଆମ ଆଖି ଆଗକୁ ଆସନ୍ତି ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମ ଶବ୍ଦ, ବିପରୀତାର୍ଥ ବୋଧକ ଶବ୍ଦ, ସମଚାରିତ ଶବ୍ଦ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସନନ୍ତ, ଜଙ୍ଗନ୍ତ, ନିଜନ୍ତ, ଣତ୍ୱବିଧି ଓ ସତ୍ୱବିଧି ଆଦି। ଲିଙ୍ଗ କଣ ଏବେ ପଢିବା? ନା ଓଡ଼ିଆ ଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ। ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଳୀବ ଲିଙ୍ଗ ଭାବରେ ଗ୍ରହଣ କରାଯାଇଥାଏ। ପୁରୁଷବାଚକ ଶବ୍ଦ ପୁଲ୍ଲିଙ୍ଗ ଓ ସ୍ତ୍ରୀବାଚକ ଶବ୍ଦ ସ୍ତ୍ରୀଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି। ପୁଲ୍ଲିଙ୍ଗକୁ ସ୍ତ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ। ସେହି ଯେପରି ବାଘ ଶବ୍ଦଟି ହେଉଛି ପୁଲ୍ଲିଙ୍ଗ, ଏଥିରେ ଉଣି ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ ବାଘୁଣୀ ବା ବାଘର ସ୍ତ୍ରୀଲିଙ୍ଗ। ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି। ଆମେ ସବୁ ଦେଖିବା ପୁଲ୍ଲିଙ୍ଗ କୋଉଟା, ସ୍ତ୍ରୀଲିଙ୍ଗ କୋଉଟା, କାହାର ପୁଲ୍ଲିଙ୍ଗରେ କାହାର ସ୍ତ୍ରୀଲିଙ୍ଗ ହଉଛି ଦେଖିବା ଆମେ। ତେଣୁ ଏଠି କଣ? ଆ ପ୍ରତ୍ୟୟ। କୋକିଳରେ କଣ ହେଲା? ନା କୋକିଳା। ସେହିପରି କିଶୋରରେ କିଶୋରୀ, ମାନବରେ ମାନବୀ, ନରରେ ନାରୀ, ନାଗରରେ ନାଗରୀ। ସେଭଳି ଆନି ବା ଆଣି ପ୍ରତ୍ୟୟରେ କଣ ହବ ଦେଖିବା? ଶିବରେ ଶିବାନୀ, ଭବରେ ଭବାନୀ, ଇନ୍ଦ୍ରରେ ଇନ୍ଦ୍ରାଣୀ। ସେହିପରି ଉଲି ପ୍ରତ୍ୟୟ ଯୋଗରେ କଣ ଦେଖିବା? ନା ବେଙ୍ଗରେ ଉଲି ଯୋଗ ହେଇ କଣ ହେଲା? ନା ବେଙ୍ଗୁଲି। ବେଙ୍ଗୁଲି ଗୋଟେ ସ୍ତ୍ରୀଲିଙ୍ଗ, ବେଙ୍ଗ ଗୋଟେ ପୁଲ୍ଲିଙ୍ଗ। ବଗର ବଗୁଲି। କେତେକ ଭିନ୍ନ ଶବ୍ଦ ଦ୍ୱାରା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୁଏ। ଯଥା ରଜା ବା ରାଜା ଆମେ ଦୁଇଟା କହିପାରିବା, କିନ୍ତୁ ତାର ସ୍ତ୍ରୀଲିଙ୍ଗ କଣ ହବ? ନା ରାଣୀ। ପିତାର କଣ ହବ? ନା ମାତା। ଜନକର ଜନନୀ। ବରର କନ୍ୟା ବା ବଧୂ ଦୁଇଟା ହେଇପାରିବ। ସ୍ୱାମୀରେ କଣ ହବ? ନା ସ୍ତ୍ରୀ। ଉଭୟ ଲିଙ୍ଗ କ୍ଷେତ୍ରରେ କଣ କରିବା? ନା କବିର ନାରୀ କବି। ତେଣୁ କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ। ସେ ସ୍ଥଳରେ ଲିଙ୍ଗ ଭେଦ ପାଇଁ ଅଣ୍ଡିରା ଓ ମାଇ ବିଶେଷଣ ପଦ୍ୟ ସଂଯୁକ୍ତ ହୁଏ। ଯଥା ପୁଲ୍ଲିଙ୍ଗରେ ଅଣ୍ଡିରା ଛେଳି, ସ୍ତ୍ରୀଲିଙ୍ଗରେ କଣ ହବ? ନା ମାଇ ଛେଳି। ସେହିପରି ଶବ୍ଦ ଗୁଡ଼ିକ ହେଉଛି ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି। ଆହୁରି ଜାଣିବାର କଥା ଯେ କ୍ଳୀବ ଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ। ତଥାପି ବେଳେବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗ କରି ପୁଲ୍ଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ। ଫୁଲ ହେଉଛି କ୍ଳୀବଲିଙ୍ଗ, କିନ୍ତୁ ଏହାକୁ ପୁଲ୍ଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ। ଯଥା ଅଣ୍ଡିରା ଫୁଲ, ମାଇ ଫୁଲ। ସେହିପରି ବଚନ କଣ ଆମେ ଜାଣିବା?
ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ବଚନ କହନ୍ତି। ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦ ସଂଯୁକ୍ତ ହୁଏ। ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ ତାହାକୁ ଏକବଚନ କୁହାଯାଏ। ତେଣୁ ଏକବଚନ କାହାକୁ କୁହାଯାଏ? ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ ତାହାକୁ ଏକବଚନ କୁହାଯାଏ। ଯଥା ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି। ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ ତାହାକୁ ବହୁବଚନ କୁହନ୍ତି। ଯଥା ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ଇତ୍ୟାଦି। ଏକବଚନ କଣ? ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ, ଗୋଟିକ ଇତ୍ୟାଦି। ଉଦାହରଣ ସ୍ୱରୂପ ଗୋଟିଏ ପିଲା, ପିଲାଟିଏ, ପିଲାଟି। ବହୁବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ ସେଗୁଡ଼ା କଣ? ନା ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଂକ୍ତି, ଶ୍ରେଣୀ, ଯୂଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ପୁଞ୍ଜ, ରାଶି, ମଣ୍ଡଳ ଇତ୍ୟାଦି। ଉଦାହରଣ ସ୍ୱରୂପ ପିଲାଏ, ପିଲାମାନେ, ପୁସ୍ତକ ଚୟ, ପର୍ବତ ଶ୍ରେଣୀ ପ୍ରଭୃତି। ପଦର ଉଭୟ ପାର୍ଶ୍ୱରେ ବହୁବଚନ ବ୍ୟବହାର କରାଯାଏ ନାହିଁ। ଯଥା ଅନେକ ପିଲାମାନେ। ଏପରି ପ୍ରୟୋଗ ଅଶୁଦ୍ଧ ଅଟେ। ଆମେ ଅନେକ ପିଲା ବୋଲି ଲେଖିପାରିବା ବା ପିଲାମାନେ ବୋଲି କହିପାରିବା ବା ଲେଖିପାରିବା, କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ୱ ଦେବା ପାଇଁ ଯୁଗ୍ମ ବହୁବଚନର ବ୍ୟବହୃତ ହୋଇଥାଏ। ଯଥା ସବୁ ଯାକ ଘର, ସବୁ ତକ ଫୁଲ। ଏଠାରେ ସବୁ, ଯାକ, ତକ ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ, କିନ୍ତୁ ଏଠାରେ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି। ମନେ ରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ। ଆହୁରି ମଧ୍ୟ ଜାଣିବାର ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନ ହୋଇ ମଧ୍ୟ ଏକବଚନ ବା ବହୁବଚନ ପ୍ରକାଶିତ ହୁଏ। ପିଲା ଖେଳୁଛି ଏଠାରେ ଗୋଟିଏ ପିଲାକୁ ବୁଝାଉଛି। ପିଲା ବା ପିଲେ ଖେଳୁଛନ୍ତି ଏଠାରେ ଏକାଧିକ ପିଲାକୁ ବୁଝାଉଛି। ଯୁଗ୍ମ ଶବ୍ଦ ସେଗୁଡ଼ା କଣ ପଢିବା? ଆମ ଭାଷାରେ ଅନେକ ଯୁଗ୍ମ ଶବ୍ଦର ପ୍ରଚଳନ ଅଛି। ଯଥା ବାଟଘାଟରେ ଯାଞ୍ଚ କରିବା ବେଳେ ଦେଖି ଦେଖିକା ଚାଲିବା ଉଚିତ। ଏହି ବାକ୍ୟରେ ବଡ଼ ଅକ୍ଷରରେ ଲିଖିତ ଶବ୍ଦ ଗୁଡ଼ିକ ହେଉଛି ଯୁଗ୍ମ ଶବ୍ଦ। ଏଥିରେ ତିନୋଟି ଯୁଗ୍ମ ଶବ୍ଦ ରହିଛି। ଯୁଗ୍ମ ଶବ୍ଦ ଗଠନ ପ୍ରଣାଳୀରେ ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା। ବିପଦାର୍ଥବୋଧକ ଦୁଇ ଶବ୍ଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ। ଭଲ ମନ୍ଦ, ଖାଲ ଢିପ, ଜମା ଖର୍ଚ୍ଚ, କିଣା ବିକା, ସୁଖ ଦୁଃଖ, ବଡ଼ ସାନ, ଜୀବନ ମରଣ, ସତ ମିଛ ଇତ୍ୟାଦି। ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ। ହଣା ମରା, ବନ୍ଧୁ ବାନ୍ଧବ, ଗୋରୁ ଗାଈ, ଧନ ରତ୍ନ, ମୌଜ ମଜଲିସ, ଜୀବଜନ୍ତୁ ଇତ୍ୟାଦି। ଅର୍ଥ ଥିବା ଓ ଅର୍ଥ ନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମ ଶବ୍ଦ। ଗପ ସପ, ଏଥିରେ ଗପର ଅର୍ଥ ଅଛି କିନ୍ତୁ ସପ ଶବ୍ଦ ଏଠାରେ ଅର୍ଥବିହୀନ। ଏହାକୁ କଥାରେ ଲଥା ବୋଲି କହନ୍ତି। ସେହି ଜାତୀୟ ଶବ୍ଦ ଗୁଡ଼ିକ ହେଉଛନ୍ତି କାମଦାମ, ବାସନ କୁସନ, ପେଟ ପାଟଣା, ଘର ଫର, ବିକ୍ରି ବଟା ଇତ୍ୟାଦି। କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମ ଶବ୍ଦ। ହଣାହଣି, ଲଗାଲଗି, ଲେଖାଲେଖି, ପଢ଼ାପଢ଼ି, ପିଟାପିଟି, ଧସ୍ତାଧସ୍ତି, ଶୁଣାଶୁଣି ଇତ୍ୟାଦି। ଦ୍ୱିରୁକ୍ତ ଶବ୍ଦ। ସମାନ ଶବ୍ଦର ଦୁଇଥର ପ୍ରୟୋଗ କରାଯାଇ ଯୁଗ୍ମ ଶବ୍ଦ ଗଠିତ ହୋଇଥାଏ। ଏଗୁଡ଼ିକୁ ଦ୍ୱିରୁକ୍ତ ଶବ୍ଦ କୁହାଯାଏ। ଯଥା ଝର ଝର, ଛଳ ଛଳ, ଧୁ ଧୁ, ପେଁ ପେଁ, ଆପେ ଆପେ, ସିଧା ସିଧା, ବାଟେ ବାଟେ, କାନେ କାନେ ଇତ୍ୟାଦି। ସମଚାରିକ ଶବ୍ଦ କଣ? ନା କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ଥିବା ବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି। ଆମ ଭାଷାରେ ସେଇଭଳି ଅନେକ ଶବ୍ଦ ଅଛି। ଯଥା ଅସନ ଭୋଜନ, ଅସନ କ୍ଷେପଣ, ଈଶ ଈଶ୍ୱର, ଈଶ ଲଙ୍ଗଳ ଦଣ୍ଡ। କୂଳର ଅର୍ଥ ହେଉଛି ବଂଶ, କୂଳର ଅର୍ଥ ହେଉଛି ତଟ। ମାନେ ଦୁଇ ପ୍ରକାର ଅର୍ଥ ଏଠି ବ୍ୟବହାର କରାଯାଉଛି। କୃତିର ଅର୍ଥ କାର୍ଯ୍ୟ, କୃତିର ଦେଖ ତର ହର୍ଷଇକାର ଯୋଉଟା କାର୍ଯ୍ୟ ହେଉଛି, ତର ଦୀର୍ଘଇକାର ବାଲା ସେଟା ଦକ୍ଷ ହେଉଛି। ସେହିପରି ଦେଖିବା ଗିରିଶ, ସେ ମହାଦେବଙ୍କୁ କୁହାଯାଏ, ଶିବ ବୃହସ୍ପତିଙ୍କୁ କୁହାଯାଏ। କିନ୍ତୁ ଗିରିଶ ମାନେ ର ଦୀର୍ଘଇକାର ତାଲବେଶ, ତାର ଅର୍ଥ ଶ୍ରେଷ୍ଠ ଗିରି। ଚୂଡ଼ା ଖାଦ୍ୟ ବିଶେଷ, ସେହିପରି ଚର ଦୀର୍ଘକାର ଚୂଡ଼ା ହେଲା ଅଗ୍ରଭାଗ। ସେହିପରି ଦେଖିବା ଚିର ଦୀର୍ଘକାଳ,
ଏଠି ଚିର ଛିଣ୍ଡା କନା। ଏଠି ହର୍ଷଇକାର କଣ ହଉଛି ନା ଦୀର୍ଘକାଳ। ଦୀର୍ଘକାର କଣ ହଉଛି ନା ଛିଣ୍ଡା କନା। ଦିନ ହେଲା ଦିବସ, ଦିନ ହେଲା ଗରିବ। ଦୀପ ହେଲା ଆଲୋକ ପ୍ରଦାନ କରୁଥିବା ବସ୍ତୁ, କିନ୍ତୁ ଏ ଦୀପ ହେଲା ଜଳ ବେଷ୍ଟିତ ଭୂଖଣ୍ଡ। ପୁତ ହେଲା ପୁଅ, ପୁଣି ପର ଦୀର୍ଘକାର ପୁତ ହେଲା ପବିତ୍ର। ବଳିର ଅର୍ଥ ହେଲା ତ୍ୟାଗ, ହତ୍ୟା। ଲର ଦୀର୍ଘକାର ବାଲା ବଳି କଣ ହବ ନା ବଳୁଆ। ଲକ୍ଷ୍ୟ ହେଲା ସଂଖ୍ୟା ବିଶେଷ, ଆଉ ଗୋଟେ ଲକ୍ଷ୍ୟ ହେଲା ଉଦ୍ଦେଶ୍ୟ। ଦେଖ ଏଠି ଝିଅ ପିଲା ଅଛି, ଏଠି ଝିଅ ପିଲା ନାହିଁ। ଯୋଉଥିରେ ଝିଅ ପିଲା ନାହିଁ ସିଏ ହେଲା ସଂଖ୍ୟା ରୂପରେ ଗଣାଯାଏ, ଆଉ ଯୋଉଥିରେ ଝିଅ ପିଲା ଅଛି ତାକୁ ତାର ଅର୍ଥ ହଉଛି ଉଦ୍ଦେଶ୍ୟ। ଏବେ ପଢିବା ବିପରୀତ ଅର୍ଥବୋଧକ ଶବ୍ଦ। ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ କେତେକ ବିପରୀତାର୍ଥବୋଧକ ଶବ୍ଦ ରହିଛି। ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା। ଅପେକ୍ଷାର ବିପରୀତ କଣ ହବ ନା ଉପେକ୍ଷା। ସେହିପରି ଅସଲର ନକଲ, ଅଲଣାର ଲୁଣିଆ, ଆଗର ପଛ, ଆନନ୍ଦର ନିରାନନ୍ଦ ବିଷାଦ ଦୁଇଟା ହବ। ଆଲୁଅର ଅନ୍ଧାର, ଆବାହନର ବିସର୍ଜନ, ଆଦାନର ପ୍ରଦାନ, ଇହର ପର, ଇଷ୍ଟର ଅନିଷ୍ଟ, ଉପକାରର ଅପକାର, ଉଦୟର ଅସ୍ତ, ଉଠାଣି ଗଡାଣି, କୃପଣର ବଦାନ୍ୟ, ଖୋଲାର ମୁଦା, ଖାଲର ଢିପ, ଚେମଡ଼ାର ମସ୍କା। ସେପରି ଜ୍ଞାନୀର ଅଜ୍ଞାନ, ଦୁଷ୍ଟର ଶିଷ୍ଟ, ପ୍ରାଚୀନର ନବୀନ ବା ଅର୍ବାଚୀନ ଦୁଇଟା ଭାବରେ ପିଲେ। ପଣ୍ଡିତର କଣ ହବ ନା ମୂର୍ଖ, ପାପର ପୁଣ୍ୟ, ବନ୍ଧନର ମୋଚନ, ବଧର ମୁକ୍ତ, ଭଲର ମନ୍ଦ, ମାନର ଅପମାନ, ମସୁଣର ବନ୍ଧୁର, ମିତ୍ରର ଶତ୍ରୁ, ଲୋଭୀର ନିର୍ଲୋଭ, ସାମ୍ୟର ବୈଷମ୍ୟ, ସୁଲଭର ଦୁର୍ଲଭ, ହ୍ରସ୍ୱର ଦୀର୍ଘ, କ୍ଷୁଦ୍ରର ବୃହତ୍। ଏବେ ପଢିବା ସନନ୍ତ ଜଙ୍କ୍ତ ନିଜନ୍ତ। ସନନ୍ତ ଜଙ୍କ୍ତ ନିଜନ୍ତ ଦ୍ୱାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ। ସନନ୍ତର କଣ ନା ଇଚ୍ଛା ଅର୍ଥରେ ଧାତୁ ପରେ ସନ୍ ପ୍ରତ୍ୟୟ ହୁଏ। ଏହି ସନ୍ ପ୍ରତ୍ୟୟ ନିଷ୍ପନ୍ନ ପଦକୁ ସନନ୍ତ ପଦ କହନ୍ତି। ଧାତୁ ସହିତ ସନ୍ ପ୍ରତ୍ୟୟ ଯୋଗ କରିବା ପରେ ଆ ଏବଂ ଉ ପ୍ରତ୍ୟୟ ଯୁକ୍ତ ହୋଇଥାଏ। ଧାତୁ ଯୋଗ ପ୍ରତ୍ୟୟ ସମାନ ସନନ୍ତ ପଦ। ପିଇବାର ଇଚ୍ଛା, ପା ଯୋଗ ସନ୍ ଯୋଗ ଆ, ତା ଅର୍ଥ କଣ ହେଲା ନା ପିପାସା। ଜୟ କରିବାର ଇଚ୍ଛା, ଜିଗିସା। ଜିଗିସା କେମିତି ହେଇଛି ନା ଜି ଜରସ୍ୱଇ ଜି ଯୋଗ ସନ୍ ଯୋଗ ଆ ଦ୍ୱାରା ଗଠିତ ଶବ୍ଦ ହେଲା ଜିଗିସା। ଶୁଣିବାର ଇଚ୍ଛା କଣ କୁହାଯାଏ ନା ଶୁଶ୍ରୂଷା। ଲାଭ କରିବାର ଇଚ୍ଛା କଣ ନା ଲିପ୍ସା। ଭୋଜନ କରିବାର ଇଚ୍ଛା କଣ ନା ବୁଭୁକ୍ଷା। ଜାଣିବାର ଇଚ୍ଛା କଣ ନା ଜିଜ୍ଞାସା। ପଠନ କରିବାର ଇଚ୍ଛା କଣ ନା ପିପଠିସା। ଗମନ କରିବାର ଇଚ୍ଛା କଣ ନା ଜିଗମିସା। ଏବେ ଜଙ୍କ୍ତର କଣ ହବ ନା ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ଜଙ୍ଗ ପ୍ରତ୍ୟୟ କରାଯାଏ। ଜଙ୍ଗ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ ଜଙ୍ଗତ ଧାତୁ କୁହାଯାଏ। ଏଥିରେ ମାନ ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ। ମନେ ରଖିବାକୁ ହେବ ଯେ ଜଙ୍କ୍ତ ଧାତୁର ସାଧାରଣ ବିଶେଷଣ ରୂପ ବ୍ୟବହୃତ ହୋଇଥାଏ। ମୂଳ ଧାତୁ ଯୋଗ ଜଙ୍ଗ ସମାନ ଜଙ୍ଗତ ଧାତୁ ଯୋଗ ମାନ ସମାନ ନୂତନ ଶବ୍ଦ। ଜୋଳ ଯୋଗ ଜଙ୍ଗ ସମାନ ଜାଜ୍ୱଲ୍ୟ ଯୋଗ ମାନ ସମାନ ଜାଜ୍ୱଲ୍ୟ ମାନ। ଦୀପରେ ସେଭଳି ଜଙ୍ଗ ଧାତୁ ଯୋଗ ହେଇଛି କଣ ହବ ନା ଦେଦୀପ୍ୟ ଯୋଗ ମାନ ସମାନ ଦେଦୀପ୍ୟ ମାନ। ନିଜନ୍ତର କଣ ନା ପ୍ରୟୋଜକ ଧାତୁ ଗଢିବା ପାଇଁ ସଂସ୍କୃତରେ ଧାତୁ ସହିତ ଣିଚ ପ୍ରତ୍ୟୟ ଯୋଗ କରାଯାଏ। ଧାତୁ ପରେ ଏହି ଣିଚ ପ୍ରତ୍ୟୟ ଯୁକ୍ତ ହୋଇ ଗଢା ଯାଉଥିବା ଧାତୁକୁ ନିଜନ୍ତ ଧାତୁ କୁହାଯାଏ। ମୂଳ ଧାତୁ ଯୋଗ ଣିଚ ସମାନ ନିଜନ୍ତ ଧାତୁ। ଏଠି ବିଶେଷ୍ୟ, ଏଠି ବିଶେଷଣ। ସ୍ଥା ଯୁକ୍ତ ଣିଚ ସମାନ ସ୍ଥାପି, ସ୍ଥାପନ ସ୍ଥାପିତ। ପଠ ଯୁକ୍ତ ଣିଚ ସମାନ ପାଠି, ପାଠନ ପାଠିତ। ଜ୍ଞା ଯୁକ୍ତ ଣିଚ ସମାନ ଜ୍ଞାପି, ଜ୍ଞାପନ ଜ୍ଞାପିତ। ଚଳ ଯୁକ୍ତ ଣିଚ ସମାନ ଚାଳି, ଚାଳନ ଚାଳିତ। ଅଧିକନ୍ତୁ ବିଭକ୍ତି ସନ୍ଧି ସମାସ କୃଦନ୍ତ ତଦ୍ଧିତ ଉପସର୍ଗ ଣତ୍ୱବିଧି ଓ ସତ୍ୱବିଧି ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଏ। ଏବେ ୟା ପରେ ଅନୁଶୀଳନୀ କରିବା।